ତୁ ସାର୍ ନମସ୍କାର। ମତେ ଚିହ୍ନି ପାରିଲେ? ମୁଁ ସରୋଜ ସରୋଜ ପଣ୍ଡା ସାର୍, ଜାଣିପାରିଲେନି? ଓହୋ ସରୋଜ ପଣ୍ଡା, ଆମର ଏଇ 2005 ବ୍ୟାଚ୍ ନା? ହଁ ହଁ ସାର୍। ଓହୋ ହୋ ହଁ ଚିହ୍ନି ପାରିଲି। କିଛି ଖରାପ ଭାବିବେନି ସାର୍, ଆପଣ ଏମିତି ଖରାରେ ଏମିତି ସ୍ୱେଟର ପିନ୍ଧି କୁଆଡେ ଯାଉଛନ୍ତି? କୁଆଡ଼େ ଯିବି ଆଉ, ସ୍କୁଲକୁ ଯାଉଛି ଆଉ। କିନ୍ତୁ ସ୍କୁଲ ତ ଏ ଭୀଷଣ ଖରା ପାଇଁ ଛୁଟି ହେଇଯାଇଛି। ଭୀଷଣ ଖରା? ଆରେ ଏଇ ପ୍ରଚଣ୍ଡ ଖରା ପ୍ରଦାନ କରୁଥିବା ସୂର୍ଯ୍ୟ ପରା ପାତର ଅନ୍ତର କରୁଛନ୍ତି। ପାତର ଅନ୍ତର ମାନେ? ମାନେ ପିଲାମାନଙ୍କ ପାଇଁ କେବଳ ଖରା ହେଉଛି, ଆଉ ଆମ ଭଳି ଶିକ୍ଷକ କିମ୍ବା ଅଣଶିକ୍ଷକ ମାନଙ୍କୁ ଖରା କାଟୁନି। କେବଳ ପିଲାମାନଙ୍କୁ ହିଁ ଖରା ହେଉଛି, ଆଉ ଆମମାନଙ୍କୁ ଶୀତ ହେଉଛି ଶୀତ। ଆପଣ ବି ସାର୍। ଆରେ ସତ କଥା, ଖାଲି ସେତିକି ନୁହଁ, ଏହି ପ୍ରଚଣ୍ଡ ଖରାରେ ଆମମାନଙ୍କୁ କେବଳ ସ୍କୁଲକୁ ଯିବାକୁ ପଡ଼ୁନି, ଘର ଘର ଯାଇକି ସର୍ଭେ କରିବାକୁ ପଡ଼ୁଛି, ବୁଝିଲ? ସର୍ଭେ? ବଟ୍ କ'ଣ ପାଇଁ ସାର୍? ଆରେ ସର୍ଭେ ମାନେ କେଉଁ ପିଲା ଅଧାରୁ ପାଠ ଛାଡ଼ି ଦେଇଛନ୍ତି, କେଉଁ ପିଲା ପାସ୍ ଆଉଟ୍ ହେଇଯାଇଛନ୍ତି, ଇତ୍ୟାଦି ଇତ୍ୟାଦି। ସେସବୁ ପୁଣି ଘର ଘର ବୁଲିକି ଏଇ ଖରାରେ ସର୍ଭେ କରିବାକୁ ପଡ଼ିବ। ଓ ସର୍ଭେ ପାଇଁ କିଛି ଆର୍ଥିକ ମିଳିବ, ମନା ନାହିଁ। ଆଉ ସରକାର ସର୍ଭେ ମଧ୍ୟ କରୁ, ତାହା ବି ମନା ନାହିଁ। କିନ୍ତୁ ଆମମାନଙ୍କ ଭଳିଆ ପାଠ ପଢ଼ୁଥିବା ଶିକ୍ଷକମାନଙ୍କୁ ସର୍ଭେ ଦାୟିତ୍ୱ ନ ଦେଇ ଆମ ରାଜ୍ୟର, ଆମ ଦେଶର, ଆମ ଅଞ୍ଚଳର ବେକାର ଯୁବକମାନଙ୍କୁ ଯଦି ଏଇ ସର୍ଭେ ଡ୍ୟୁଟି କରିବାକୁ ପଡ଼ିଥାନ୍ତା ନା, କିମ୍ବା ସରକାର ସୁଯୋଗ ଦେଇଥାନ୍ତା ନା, ତେବେ ସେମାନେ ମଧ୍ୟ ଦୁଇ ପଇସା ରୋଜଗାର କରିପାରିଥାନ୍ତେ, ହଁ କି ନାହିଁ? ହଁ ସାର୍, ଠିକ୍ କଥା କହିଲେ। ହେଲେ ସାର୍, ମୁଁ ତ ପାଠ ପଢ଼ିଲା ବେଳେ ବହୁତ ଦୁଷ୍ଟ ହଉଥିଲି, ସେଇଥିପାଇଁ ବୋଧେ ଆପଣ ମୋତେ ମନେ ରଖିଛନ୍ତି ନା? ଆରେ ସେମିତି କଥା ନାହିଁ, ଦୁଷ୍ଟ ତ ସମସ୍ତେ ହୁଅନ୍ତି। ତମେ ଦୁଷ୍ଟ ହଉଥିଲ, ଆଜି ବି ପିଲାମାନେ ଦୁଷ୍ଟ ହଉଛନ୍ତି। କିନ୍ତୁ ତମେ ପାଠ ପଢ଼ୁଥିବା ସମୟରେ ଯେଉଁ ଦଣ୍ଡ ଆମେ ତମକୁ ଦେଉଥିଲୁ ନା, ଆଜିକାଲି ପିଲାମାନଙ୍କୁ ବାଟକୁ ଆଣିବା ପାଇଁ ସେ ଦଣ୍ଡ ଆମେ ତାକୁ ଦେଇପାରୁନୁ। ହଁ ସାର୍, ଏ ପୁରା ସବୁ ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ ହେଇଗଲାଣି। ହଁ, କିଏ କହିଲା ତମକୁ ଯେ ଦଣ୍ଡମୁକ୍ତ ଅଞ୍ଚଳ ହେଇଗଲା ବୋଲି? ମାନେ ମାନେ ପିଲାମାନଙ୍କୁ ଏବେ ବି ଦଣ୍ଡ ଦିଆଯାଉଛି? ନାଇଁ, ପିଲାମାନଙ୍କୁ ଦଣ୍ଡ ଦିଆଯାଉ ନାହିଁ, ଦଣ୍ଡ ତ ଆମକୁ ମିଳୁଛି, ଆମ ଭଳି ଶିକ୍ଷକମାନଙ୍କୁ ଦଣ୍ଡ ମିଳୁଛି। ମାନେ ବୁଝିପାରିଲିନି ସାର୍। ମାନେ ପିଲାମାନେ ଦୁଷ୍ଟ ହେଲେ ତାଙ୍କୁ କୌଣସି ଦଣ୍ଡ ଆମେ ଦେଇପାରିବୁ ନାହିଁ, କିନ୍ତୁ ଆମେ ଆମର ଶିକ୍ଷକତା ଦାୟିତ୍ୱ ଠିକ୍ସେ ନିଭେଇଲେ ମଧ୍ୟ ଆମକୁ ଖରାରେ ହେଉ ବର୍ଷାରେ ହେଉ ସର୍ଭେ କରିବାକୁ ପଡ଼ୁଛି, ଇଆଡ଼େ ଯିବାକୁ ପଡ଼ୁଛି, ସେ ଡ୍ୟୁଟି ଏ ଡ୍ୟୁଟି, ଏସବୁ ଡ୍ୟୁଟି କରିବାକୁ ପଡ଼ୁଛି। ଏସବୁ ଡ୍ୟୁଟି କଲେ ଆମେ ପିଲାମାନଙ୍କୁ ପାଠ ପଢ଼େଇବୁ ତ କେମିତି ପଢ଼େଇବୁ? ତା ଛଡ଼ା ଏଇ ଖରା ଦିନରେ କେବଳ ପିଲାମାନେ ହିଁ ଘରେ ରହିବେ, ଆଉ ଶିକ୍ଷକମାନେ ସ୍କୁଲ ଯିବେ। ଆଚ୍ଛା, ଯେଉଁ ଶିକ୍ଷକମାନଙ୍କର ପରିବାର ଅଛି, ଯେଉଁ ଶିକ୍ଷକମାନଙ୍କର ପିଲାମାନେ ପାଠ ପଢ଼ୁଥିବେ, ସେମାନେ କୁଆଡ଼େ ଯିବେ? ସେମାନେ ଘରେ ଏକୁଟିଆ ରହିବେ। ଆଜିକାଲି ତ ଯୁଗ ଜାଣିଛ ତମେ, ଯଦି କୌଣସି ଲୋକ କିମ୍ବା ଖଳ ପ୍ରକୃତିର ଲୋକ ଘରେ ଆସି କିଛି ବଦମାସି କରିବ? ସେ କଥା ଠିକ୍ ସାର୍, ଆଜିକାଲି ଯେଉଁ ଯୁଗ ହେଲାଣି। ବୁଝିଲ ସରୋଜ, ସେଥିପାଇଁ ମୁଁ କହୁଛି, ଗରିବ ମାଇପ ଏଠି ସମସ୍ତଙ୍କ ଶାଳୀ, ବୁଝିଲ? ମୁଁ ଆସୁଛି, ମୋର ସେପଟେ ଲେଟ୍ ହେଲାଣି, ନହେଲେ ହେଡ଼ମାଷ୍ଟର ମୋତେ ଗାଳି କରିବେ। ରହିଲି ସାର୍, ନମସ୍କାର। ହଁ।